ଆଜିର ଏହି କ୍ଲାସ୍ରେ ଆମେ ଦେଖିବା କିଛି ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ ଯାହାକି ବାରମ୍ବାର ପରୀକ୍ଷାରେ ଆସୁଛି। ତ ଫାଷ୍ଟ ଅଛି ଅଗ୍ନି। ଅଗ୍ନିର ପ୍ରତିଶବ୍ଦ ଗୁଡ଼ିକ ହେଲା ଅନଳ, ବହ୍ନି, ପାବକ, ହୁତାସନ, ବୈଶ୍ୱାନର, ଚିତ୍ରଭାନୁ, ସର୍ବବକ୍ଷ, ବୃହତ୍ ଭାନୁ। ତାପରେ ଅଛି ଅମୃତ। ଅମୃତର ପ୍ରତିଶବ୍ଦ ଗୁଡ଼ିକ ହେଲା ପିୟୁଷ, ଅମିୟ, ସୁଧା। ତାପରେ ଅଛି ଅରଣ୍ୟ। ଅରଣ୍ୟର ପ୍ରତିଶବ୍ଦ ଗୁଡ଼ିକ ହେଲା ବିପିନ, କାନନ, ଅଟବୀ, ଗହନ, ବନ। ତାପରେ ଅଛି ଅସୁର। ଅସୁରର ପ୍ରତିଶବ୍ଦ ଗୁଡ଼ିକ ହେଲା ଦୈତ୍ୟ, ଦାନବ, ଦନୁଜ, ରାକ୍ଷସ, ନିଶାଚର, ଦୈତ୍ୟୟ, ଦିତିସୁତ। ତାପରେ ଅଛି ଆକାଶ। ଆକାଶର ହେଲା ଅମ୍ବର, ଅନ୍ତରିକ୍ଷ, ଗଗନ, ନଭ, ବିହାୟସ, ଶୂନ୍ୟ, ବିୟତ, ବିଷ୍ଣୁପଦ। ତାପରେ ଅଛି ଆଖି। ଆଖିର ହେଲା ନେତ୍ର, ନୟନ, ଲୋଚନ, ଚକ୍ଷୁ, ଅକ୍ଷି, ଇକ୍ଷଣ, ଦୃକ୍, ଦୃଶ୍ୟ। ତାପରେ ଅଛି ଇନ୍ଦ୍ର। ଇନ୍ଦ୍ରର ହେଲା ସୁରପତି, ସଚିପତି, ମଘବା, ବାସବ, ଦେବରାଜ, ପୁରନ୍ଦର, ସୁନାସିର, ସହସ୍ରାକ୍ଷ। ତାପରେ ଅଛି ଇଚ୍ଛା। ଇଚ୍ଛାର ହେଲା ଅଭିଳାଷ, ଆକାଂକ୍ଷା, ବାଞ୍ଛା, ସ୍ପୃହା, ବାସନା, ମନୋରଥ, ଲାଳସା, ଅଭିପ୍ସା, ଇକ୍ଷଣା। ତାପରେ ଅଛି ଈଶ୍ୱର। ଈଶ୍ୱର ହେଲା ପରମାତ୍ମା, ପ୍ରଭୁ, ଈଶ, ପରମେଶ୍ୱର। ତାପରେ ଅଛି କଢ଼। କଢ଼ର ହେଲା କଳି, କଳିକା, କରକ, ମୁକୁଳ। ତାପରେ ଅଛି କନ୍ଦର୍ପ। କନ୍ଦର୍ପର ହେଲା ମଦନ, ମନ୍ମଥ, ମାର, ମନସିଜ, କାମ, ଅନଙ୍ଗ, ସ୍ମର, କନ୍ଦର୍ପ। ତାପରେ ଅଛି କନ୍ୟା। କନ୍ୟାର ହେଲା ଆତ୍ମଜା, ତନୟା, ସୁତା, ଦୁହିତା। ତାପରେ ଅଛି କାକ। କାକର ହେଲା ବାସୟ, ଏକାକ୍ଷ, ବଳିଭୁକ୍, ପରଭୃତ, ବଳିପୁଷ୍ଟ। ତାପରେ ଅଛି କାନ। କାନର ହେଲା କର୍ଣ୍ଣ, ଶ୍ରବଣ, ଶ୍ରୁତି, ଶ୍ରୋତ। ତାପରେ ଅଛି କିରଣ। କିରଣର ହେଲା କର, ଅଂଶୁ, ମୟୂଖ, ରଶ୍ମି, ପ୍ରଭା। ତାପରେ ଅଛି କଇଲି। କଇଲିର ହେଲା କକିଳ, ପରଭୃତ, ପିକ, ବନପ୍ରିୟ, କଳକଣ୍ଠ, ବସନ୍ତଦୂତ, ପରପୁଷ୍ଟ, ତାମ୍ରାକ୍ଷ। ତାପରେ ଅଛି ଖଳ। ଖଳର ହେଲା କୁଟିଳ, ଦୁଷ୍ଟ, ଦୁର୍ଜନ, କୁଜନ। ତାପରେ ଅଛି ଗଙ୍ଗା। ଗଙ୍ଗାର ହେଲା ଜାହ୍ନବୀ, ଭାଗୀରଥୀ, ସୁରଧୁନି, ବିଷ୍ଣୁପଦୀ, ତ୍ରିପଥଗା, ସୁରନଦୀ। ଦେଖିବା ଆମେ ଗଣେଶ। ଗଣେଶର ପ୍ରତିଶବ୍ଦ ଗୁଡ଼ିକ ହେଲା ଗଣପତି, ଗଜାନନ, ବିନାୟକ, ବିଘ୍ନେଶ୍ୱର, ଏକଦନ୍ତ, ଦୈମାତୁର, ଲମ୍ବୋଦର, ବିଘ୍ନେଶ, ଗଣାଧିପ, ହେରମ୍ବ, ଏକଦନ୍ତ, ପଶୁପାଣି। ଦେଖିବା ଆମେ ଗାଈର ପ୍ରତିଶବ୍ଦ। ଗାଈର ପ୍ରତିଶବ୍ଦ ଗୁଡ଼ିକ ହେଲା ଧେନୁ, ଗାଭୀ, ଗୋମାତା, ଗୋ, ଦଗ୍ଧି। ତାପରେ ଅଛି ଗୃହରେ ଦେଖିବା ଆମେ ଘର, ସଦନ, ଭବନ, ନିକେତନ, ଆଗାର, ଆଳୟ, ସଦ୍ମ, ନିଳୟ, ବେଶ୍ମ। ତାପରେ ଅଛି ଘୋଡ଼ା। ଘୋଡ଼ାର ପ୍ରତିଶବ୍ଦ ଗୁଡ଼ିକ ହେଲା ଅଶ୍ୱ, ବାଜି, ଘଟକ, ତୁରଗ, ତୁରଙ୍ଗ, ତୁରଙ୍ଗମ, ହେୟ। ତାପରେ ଅଛି ଚନ୍ଦ୍ର। ଚନ୍ଦ୍ରର ପ୍ରତିଶବ୍ଦ ଗୁଡ଼ିକ ହେଲା ଇନ୍ଦୁ, ସୁଧାଂଶୁ, ଚନ୍ଦ୍ରମା, ଶଶଧର, ସୁଧାକର, ନିଶାକର, ମୃଗାଙ୍ଗ, ଶଶାଙ୍କ, କଳାକର, ଶୀତାଂଶୁ, ହିମାଂଶୁ, ଶୀତାଂଶୁ, ବିଧୁ, ଚାନ୍ଦ, କଳାନିଧି, ଅଶ୍ୱଧିଷ, ଜହ୍ନ। ଚାକର। ଚାକରର ପ୍ରତିଶବ୍ଦ ଗୁଡ଼ିକ ହେଲା ଭୃତ୍ୟ, ଅନୁଚର, କିଙ୍କର, ସେବକ, ଦାସ, ଆଜ୍ଞାବହ। ଜଳ। ଜଳର ପ୍ରତିଶବ୍ଦ ଗୁଡ଼ିକ ହେଲା ସଳିଳ, ଜୀବନ, ତୟ, ଉଦକ, ନୀର, ବାରି, ଅମ୍ବୁ, ପୟଃ। ତାପରେ ଅଛି ଝରଣା। ଝରଣାର ହେଲା ଝର, ନିର୍ଝର, ନିର୍ଝରିଣୀ, ପ୍ରସ୍ରବଣ, ସ୍ରବ, ଉତ୍ସ। ତାପରେ ଅଛି ତରଙ୍ଗ। ତରଙ୍ଗର ହେଲା ଉର୍ମି, କଲ୍ଲୋଳ, ଲହରୀ, ଢେଉ, ବିଚି। ତାପରେ ଅଛି ଦିଗ। ଦିଗର ହେଲା କୁକୁଭ, ଆଶା, ଦିକ୍ ବା ଦିଶ। ତାପରେ ଅଛି କାଷ୍ଠା, ହରିତ। ତାପରେ ଅଛି ଦିଗ୍ବଳୟ। ଦିଗ୍ବଳୟର ହେଲା ଦିଗନ୍ତ, ଦିଗଚକ୍ର, ଚକ୍ରବାଳ, ମଣ୍ଡଳ। ତାପରେ ଅଛି ଦିନ। ଦିନର ପ୍ରତିଶବ୍ଦ ଗୁଡ଼ିକ ହେଲା ଦିବା, ଦିବସ, ବାସର, ଘସର, ଅହ ବା ଅହନ। ତାପରେ ଅଛି ଦେବତା। ଦେବତାର ପ୍ରତିଶବ୍ଦ ଗୁଡ଼ିକ ହେଲା ଦେବ, ଅମର, ତ୍ରିଦଶ, ସୁର, ବିବୁଧ, ଆଦିତେୟ, ଦିବିଶଦ।
ତାପରେ ଅଛି ଦୁର୍ଗା। ଦୁର୍ଗାର ପ୍ରତିଶବ୍ଦ ଗୁଡ଼ିକ ହେଲା ଉମା, ଗୌରୀ, ଶିବା, ଭବାନୀ, କାତ୍ୟାୟନୀ, ଅମ୍ବିକା, ଅର୍ପଣା, କାଳୀ, ସର୍ବାଣୀ, ରୁଦ୍ରାଣୀ, ସର୍ବମଙ୍ଗଳା, ହୈମବତୀ, ଈଶ୍ୱରୀ। ତାପରେ ଅଛି ଧନ। ଧନର ପ୍ରତିଶବ୍ଦ ଗୁଡ଼ିକ ହେଲା ସମ୍ପଦ, ବିଭବ, ବିତ୍ତ, ଶ୍ରୀ, ବସୁ। ତାପରେ ଦେଖିବା ଆମେ ଧନୁ। ଧନୁର ପ୍ରତିଶବ୍ଦ ଗୁଡ଼ିକ ହେଲା ଚାପ, କାର୍ମୁକ, କୋଦଣ୍ଡ, ସରାସନ, ଈଶ୍ୱାସ, ଧନୁ। ତାପରେ ଅଛି ନଦୀ। ନଦୀର ପ୍ରତିଶବ୍ଦ ଗୁଡ଼ିକ ହେଲା ସ୍ରୋତସ୍ୱିନୀ, ତଟିନୀ, ନିର୍ମଗା, ସରିତ, ସ୍ରୋତସ୍ୱତୀ, ତରଙ୍ଗିନୀ, କଲ୍ଲୋଳିନୀ, ପୟସ୍ୱିନୀ, ଆପାଗା। ତାପରେ ଅଛି ପର୍ବତ। ପର୍ବତ ରହିଲା ଗିରି, ଆଦ୍ରି, ଅଚଳ, ଶୈଳ, ଶିଖରୀ, ଭୂଧର, ପାହାଡ଼, ନଗ, ମହାଧର, କୁଧର, ଅହିଧ୍ର, ଆହାର୍ଯ୍ୟ, ଗ୍ରାଭ, ଭୂଭୃତ। ତାପରେ ଅଛି ପକ୍ଷୀ। ପକ୍ଷୀ ରହିଲା ଖଗ, ଖେଚର, ବିହଗ, ବିହଙ୍ଗ, ବିହଙ୍ଗମ, ଦ୍ୱିଜ, ପତତ୍ରୀ, ଅଣ୍ଡଜ, ପତ୍ରୀ। ତାପରେ ଅଛି ପଣ୍ଡିତ। ପଣ୍ଡିତର ପ୍ରତିଶବ୍ଦ ଗୁଡ଼ିକ ହେଲା ବୁଦ୍ଧ, ମନୀଷୀ, ବିଦ୍ୱାନ, ବିଶାରଦ, ସୁଧୀ। ତାପରେ ଅଛି ପଥ। ପଥର ପ୍ରତିଶବ୍ଦ ଗୁଡ଼ିକ ହେଲା ପନ୍ଥା, ମାର୍ଗ, ସରଣୀ, ଆୟନ, ବତ୍ମ। ତାପରେ ଦେଖିବା ଆମେ ପବନ। ପବନର ହେଲା ସମୀର, ସମୀରଣ, ଅନିଳ, ମରୁତ, ବାତ, ପ୍ରଭଞ୍ଜନ, ବାୟୁ, ମରୁତ, ପବମାନ, ଗନ୍ଧବହ। ତାପରେ ଅଛି ପଦ୍ମ। ପଦ୍ମର ହେଲା କମଳ, ପଙ୍କଜ, ଅମ୍ବୁଜ, ଉତ୍ପଳ, ତାମରସ, ନଳିନ, ନଳିନୀ, ସରୋଜ, ସରସିଜ, ବାରିଜ, ରାଜୀବ, ଅରବିନ୍ଦ, ପୁଣ୍ଡରିକ, ପଙ୍କେରୁହ, ଅବ୍ଜ, ସାରସ, ବନଜ। ତାପରେ ଅଛି ପିତା। ପିତାର ପ୍ରତିଶବ୍ଦ ଗୁଡ଼ିକ ହେଲା ପିୟର, ଜନକ, ଜାତ। ତାପରେ ଅଛି ପୁତ୍ର। ପୁତ୍ରରେ ହେଲା ସୁତ, କୁମର, ତନୟ, ଆତ୍ମଜ, ନନ୍ଦନ। ତାପରେ ଅଛି ପୋଖରୀ। ପୋଖରୀର ହେଲା ପୁଷ୍କରିଣୀ, କାସାର, ସର, ସରସୀ, ସରୋବର, ତଡ଼ାଗ। ପୃଥିବୀର ହେଲା ଧରା, ଧରିତ୍ରୀ, ଧରଣୀ, ବସୁମତୀ, ବସୁନ୍ଧରା, ବିଶ୍ୱମ୍ବରା, ରସା, ମହୀ, ଅବନୀ, ମେଦିନୀ, ବସୁଧା। ତାପରେ ଅଛି ଫୁଲ। ଫୁଲର ପ୍ରତିଶବ୍ଦ ଗୁଡ଼ିକ ହେଲା ପୁଷ୍ପ, କୁସୁମ, ସୁମନ, ପ୍ରସୂନ। ତାପରେ ଅଛି ବଜ୍ର। ବଜ୍ର ହେଲା ଅଶନୀ, ଦମ୍ବଳି, ପବୀ, କୁଳିଶ। ତାପରେ ଅଛି ବିଜୁଳି। ବିଜୁଳି ହେଲା ବିଦ୍ୟୁତ, ସମ୍ପା, ସୌଦାମିନୀ, ଚପଳା, ଚଞ୍ଚଳା, କ୍ଷଣପ୍ରଭା, ତଡ଼ିତ। ତାପରେ ଅଛି ବୃକ୍ଷ। ବୃକ୍ଷରେ ହେଲା ତରୁ, ଦ୍ରୁମ, ପାଦପ, ତଟପୀ। ତାପରେ ଅଛି ଭ୍ରମର। ଭ୍ରମରର ହେଲା ଅଳି, ଭୃଙ୍ଗ, ମଧୁପ, ଷଟ୍ପଦ, ମିଳିନ୍ଦ, ମଧୁବ୍ରତ, ମଧୁକର, ମଧୁଲିଟ, ଦ୍ୱିରେଫ। ତାପରେ ଅଛି ମୟୂର। ମୟୂରର ହେଲା କିକି, ଶିଖି, କଳାପୀ, ବର୍ହି, ନୀଳକଣ୍ଠ, ଶିଖଣ୍ଡୀ। ତାପରେ ଅଛି ମେଘ। ମେଘର ହେଲା ବାରିଦ, ଅଭ୍ର, ଘନ, ବଳାହକ, ବାରିବାହ, ନିରଦ, ଜଳଧର, ପୟଦ, ଜାମୁତ, ଅମ୍ବୁଦ, ବାରିଧର, ମୁଦିର। ତାପରେ ଅଛି ମନୁଷ୍ୟ। ମନୁଷ୍ୟର ହେଲା ନର, ମାନବ, ମନୁଜ, ମଣିଷ। ତାପରେ ଅଛି ରାଜା। ରାଜାର ପ୍ରତିଶବ୍ଦ ଗୁଡ଼ିକ ହେଲା ନୃପତି, ନରପତି, ଭୂପ, ନରେନ୍ଦ୍ର, ଭୂପାଳ, ମହୀପତି, ମହୀପାଳ, କ୍ଷିତୀଶ। ତାପରେ ଅଛି ରାତ୍ରି। ରାତ୍ରିରେ ହେଲା ନିଶା, ନିଶି, ନିଶିଧିନୀ, ରଜନୀ, ଯାମିନୀ, ଶର୍ବରୀ, ବିଭାବରୀ, ନକ୍ତ, କ୍ଷଣଦା, ତ୍ରିଜାମା। ତାପରେ ଅଛି ଲତା। ଲତାର ହେଲା ବ୍ରତତୀ, ଲତିକା, ବଲ୍ଲୀ, ବଲ୍ଲରୀ। ତାପରେ ଅଛି ଲକ୍ଷ୍ମୀ। ଲକ୍ଷ୍ମୀର ହେଲା ପଦ୍ମା, କମଳା, ପଦ୍ମାଳୟା, ଇନ୍ଦିରା, ଲୋକମାତା, ମା, ରମା, ଚଞ୍ଚଳା, କ୍ଷୀରବ୍ଧି, ତନୟା। ତାପରେ ଅଛି ଶିବ। ଶିବଙ୍କର ପ୍ରତିଶବ୍ଦ ଗୁଡ଼ିକ ହେଲା ଶମ୍ଭୁ, ଈଶ, ଶୂଳୀ, ବାମଦେବ, ପଶୁପତି, ମହେଶ୍ୱର, ଈଶ୍ୱର, ଶଙ୍କର, ଧୂର୍ଜଟି, ମହାଦେବ, ଶ୍ରୀକଣ୍ଠ, ଶୀତିକଣ୍ଠ, ବିରୂପାକ୍ଷ, ତ୍ରିଲୋଚନ, କୃତ୍ତିବାସ, ପିନାକୀ, ଗିରିଶ, ଚନ୍ଦ୍ରଶେଖର, ମୃତ୍ୟୁଞ୍ଜୟ। ତାପରେ ଅଛି ଶତ୍ରୁ। ଶତ୍ରୁର ହେଲା ଅରି, ଅରାତି, ରିପୁ, ବୈରୀ। ତାପରେ ଅଛି ଶରୀର। ଶରୀର ହେଲା ଦେହ, ଗାତ୍ର, ବପୁ, କଳେବର,
କାୟ। ତାପରେ ଅଛି ସାପ। ସାପର ହେଲା ସର୍ପ, ଅହି, ଫଣି, ଭଗି, ଉରଗ, ଭୁଜଗ, ବିଷଧର, ଭୁଜଙ୍ଗ, ଭୁଜଙ୍ଗମ, ଚକ୍ଷୁଶ୍ରବା, କୁଣ୍ଡଳୀ। ତାପରେ ଅଛି ସୂର୍ଯ୍ୟ। ସୂର୍ଯ୍ୟର ହେଲା ରବି, ଦିବାକର, ଦିନକର, ଦିନମଣି, ଦିନପତି, ଦ୍ୱିମଣି, ଆଦିତ୍ୟ, ଭାସ୍କର, ତପନ, ମିହିର, ଦୀନବନ୍ଧୁ, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିବସ୍ୱାନ, ବିକର୍ତ୍ତନ। ତାପରେ ଅଛି ସ୍ୱର୍ଗ। ସ୍ୱର୍ଗର ହେଲା ଦ୍ୱିଲୋକ, ତ୍ରିଦିବ, ତ୍ରିଦଶାଳୟ, ସୁରଲୋକ। ତାପରେ ଅଛି ସ୍ୱର୍ଣ୍ଣ। ସ୍ୱର୍ଣ୍ଣ ହେଲା ସୁବର୍ଣ୍ଣ, କନକ, କାଞ୍ଚନ, ହେମ, ହାଟକ। ତାପରେ ଅଛି ସିଂହ। ସିଂହର ହେଲା କେଶରୀ, ପଶୁପତି, ପଶୁରାଜ, ହରି, ହର୍ଯିକ୍ଷ, ପଞ୍ଚାସ୍ୟ, ମୃଗରାଜ। ସମୁଦ୍ର। ସମୁଦ୍ରର ହେଲା ଦରିଆ, ସିନ୍ଧୁ, ସାଗର, ପାରାବର, ରତ୍ନାକର, ଅମ୍ବୁଧି, ବାରିଧି, ଜଳଧି, ଜଳନିଧି, ଉଦଧି, ବାରାନିଧି, ପୟଧି, ପୟନିଧି, ଅର୍ଣ୍ଣବ, ଅବ୍ଧି, ଅକୁପାର। ତାପରେ ଅଛି ସ୍ୱର୍ଗ। ସ୍ୱର୍ଗର ହେଲା ସ୍ୱ, ତ୍ରିଦିବ, ତ୍ରିଦଶାଳୟ, ତ୍ରିବିଷ୍ଟପ, ଦେବଲୋକ, ନାକ, ଦ୍ୟା, ଦୟୀ, ଦିବ, ସୁରଲୋକ। ତାପରେ ଅଛି ସନ୍ଧ୍ୟା। ସନ୍ଧ୍ୟାର ହେଲା ସାୟ, ସାୟଙ୍କାଳ, ନିଶାମୁଖ, ପ୍ରଦୋଷ, ତାପରେ ସାୟନ୍ତନ, ଦିନାନ୍ତ, ସାୟାହ୍ନ। ତାପରେ ଅଛି ସଂସାର। ସଂସାରର ହେଲା ଜଗତ, ବ୍ରହ୍ମାଣ୍ଡ, ବିଶ୍ୱ, ଭୁବନ। ତାପରେ ଅଛି ସକାଳ। ସକାଳର ହେଲା ପ୍ରଭାତ, ଉଷା, ପ୍ରତ୍ୟୁଷ, ପ୍ରାତଃ। ତାପରେ ଅଛି ହାତୀ। ହାତୀର ହେଲା ହସ୍ତୀ, ଗଜ, କୁଞ୍ଜର, ନାଗ, କରି, ଦୁରଦ, ଦ୍ୱୀପ, ମାତଙ୍ଗ, ବାରଣ, ଦନ୍ତୀ, ମାତଗ, ମାତଙ୍ଗମ, ସାରଙ୍ଗ, ଅନେକପ। ତ ଏହା ଥିଲା ଆଜିର କ୍ଲାସ୍। ଆଶା କରୁଛି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତ ଲାଇକ୍ କରନ୍ତୁ ଏବଂ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଯଦି କିଛି ଭୁଲ ଅଛି ତ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଥ୍ୟାଙ୍କ ୟୁ। ଜୟ ହିନ୍ଦ।